ହେଲେ ମୁଁ ତ ପିଲା ଲୋକ ଆଚ୍ଛା। ପାତାଳପୁରରୁ ଆସିଛି ବହୁତ ଦିନ ହେଲା ବାସ୍। ଯାହା ମୋ ମା ଦେଇଥିଲା ଗଣ୍ଡେ ତାକୁ ଯୋଉ ଖିଆପିଆ କରିଦେଇଛି ହଁ। ଆଉ କିଛି ନାହିଁ ନାହିଁ ଆଉ କିଛି। ଯାହା ଥପ ଦେଇ ହଁ। ଆମ ପାଖରେ କିଛି ପଇସା ଏ ବଜାର କିଛି ନାହିଁ କିଣିକି ଦେଇଦେଲୁ। ବଜାର ପୁଅ ଆଇଲା ଗଙ୍ଗା କୂଳରେ କୋଉଠି ହେଇକିରେ ପୁଅ ବଜାର ଜଣେ ନଥିଲା। କହିଲା ହେ ବ୍ରାହ୍ମଣ ହଁ। ମୋ ପାଖରେ କିଛି ନାହିଁ ଯଦି ଥିବ ହଁ ନିଶ୍ଚିତ ଦେବି। ଆରେ ସେଇଟା କହିଲେ ହବ କଣ? ଟିକେ ସତ୍ୟ ନ କଲେ ହବ ନା ସତ୍ୟ କରେ ଆଗ। ତୁ ପିଲା ଲୋକ ହଁ। ଏଇନେ କହିଦେବୁ ଆଉ କେବେ ମନା କରିବୁ ଭୁଲିଯିବୁ। କାହାକୁ କହିବୁ ନା। ତେଣୁ ଯଦି ତୁ 3 ବାର ସତ୍ୟ କରିବୁ ହଁ। ତାହେଲେ ନିଶ୍ଚିତ ମୁଁ ତୋତେ ମାଗିବି। ସତ୍ୟ ସାରା ଆମ ନିଶାଣି ବାଟ ସାରା ମହିପତି। ବିଚଳିତ ଯେନ ସୁକୃତ ହାରିତ সত্য যোগু পৃথিবী যে হুয়ে সচলাজ চন্দ্র সূর্য হুয়ন্তি উদিত লাগে বৃক্ষ মান পরে ফলে ফল রে ঘরে ঘরে ফল রে ঘরে ঘরে ফল সত্য লাগে সাপ সিন্ধু নলন্ধই কুড় পৃথিবী আতজাত হচ্ছে আচ্ছা সত্য লাগে চন্দ্র সূর্য উଦୟ ହଉଛନ୍ତି। ସତ ଲାଗି ବୃକ୍ଷ ମାନଙ୍କରେ ଫଳ ଫଳୁଛି। 7 ସମୁଦ୍ର ହେଲେ ମଧ୍ୟ ସେ କେବେ ହେଲେ କୂଳକୁ ଲଙ୍ଘନ କରୁଛି ତେଣୁ ତ୍ରିବାର ସତ୍ୟ କଲା ସତ୍ୟ ତ୍ରିବାର ସତ୍ୟ କଲାରେ ଧନ ପ୍ରଭୁ କହିଲା ତୁ ତ ସତ୍ୟ କଲୁଣୁ ମୁଁ କହିବା କଥାଟା ମୁଁ କହୁଛି କରିଛୁ ସତ୍ୟରେ ଦେବୁଟି ଶିର ମାଗିଦେଲେ ପରା କମଳା ବର ମାଗିଦେଲେ ପରା କମଳା ବର ମାଗିଦେଲେ ପରା କମଳା ବର ହେଲେ ହେ ପୁଅ ସତ୍ୟ 3 ବାର ସତ୍ୟ କରିଛୁ ଯଦି ତୁ ସତ୍ୟ କରୁଛୁ ତ ଶିର କମଳଟା ମୋର ଦରକାର ରେ ଚମକି ପଡିଲା ବାଲା ଶୁଣ ହାତକୁ ଯୋଡ଼ିଦେଲା କଲେ ତମେ ବ୍ରାହ୍ମଣ ନୁହଁ ମୋ ମା ଯାହା କହିଦେଲା ସେଇଆ କି ତମେ କେବେ ହେଲେ ବ୍ରାହ୍ମଣ କେବେ ହେଲେ ରକ୍ତ ଚାହେଁ ବ୍ରାହ୍ମଣ କେବେ ହେଲେ ରକ୍ତ ଚାହେଁ ଖାଲି ମଦ ଚାହେଁ ତେଣୁ ତମେ ବ୍ରାହ୍ମଣ ନୁହଁ ମୋ ମା କହିଦେଲା କହିଲା ତୁ ସମସ୍ତଙ୍କୁ ବିଶ୍ୱାସ କରିବୁ ହେଲେ ଜଣକୁ ତୁ କେବେ ହେଲେ ବିଶ୍ୱାସ କରିବୁ ସେଇ ଜଣକ ତମେ ତ ଯଦି ସେଇ ଜଣକ ତମେ ତାହେଲେ ତମ ନିଜ ରୂପକୁ ଆସିଲେ ତାହେଲେ ମୁଁ ଯେହେତୁ ସତ୍ୟ କରିଛି ନିଶ୍ଚିତ ଭାବରେ ଦେବି চন্দন চর্চিত নীল কলেবর চন্দন চর্চিত নীল কলেবর চর্চিত নীল কলেবর চন্দন চর্চিত নীল কলেবর পীত বসন বনমালী হরি হরি পীত বসন বনমালী হরি হরি পীত বসন বনমালী কেলি চলন মণি কুণ্ডল মণ্ডিত কেলি চলন মণি কুণ্ডল মণ্ডিত কেলি চলন মণি কুণ্ডল মণ্ডিত গণ্ড তু কথিত সারি হরি হরি গণ্ড তু কথিত সারি হরি হরি গণ্ড তু কথিত সারি তেଣୁ ପ୍ରଭୁ ମୋର ନିଜର ରୂପକୁ ଧାରଣ କରି ବିରାଜମାନ କଲେ ବିରାସନ ହାତକୁ ଯୋଡ଼ିଦେଲା ପ୍ରଭୁ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହଇଲେ ମରଇ
ମରିଛି କାଲି ମରିବି ଯଦି ମୁଁ ମରିନି ହଁ ହଁ ହେଲେ ବୈକୁଣ୍ଠପୁରକୁ ଯିବା ପାଇଁ ବାଟଟା ମୋର ଖୋଲିଗଲା ହେ ପ୍ରଭୁ କେତେ ଜଣଙ୍କ ଭାଗ୍ୟରେ ତୋତେ ଦର୍ଶନ କରିକି ମରିବାର ସୁଯୋଗ ନାହିଁ ନାହିଁ ମିଳୁନି ମୋ ମରିବାର ଦୁଃଖ ନାହିଁ ପ୍ରଭୁ ନାଇଁ 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 କିନ୍ତୁ ମୋର ଗୋଟେ ଇଚ୍ଛା ଥିଲା ପ୍ରଭୁ ହେ ପ୍ରଭୁ ମୋର ଗୋଟେ ଇଚ୍ଛା ଥିଲା ମୋ ବାପା ଦାଦାଙ୍କୁ ଦର୍ଶନ କରିବି ହେଲେ 18 ଯୁଦ୍ଧ ମୁଁ ଦେଖିଥାନ୍ତି ବୋଲି ମନ ଭିତରେ ଭାବିଥିଲି ଥିଲା ସୁଦର୍ଶନ ଚକ୍ର ସୁଦର୍ଶନ ଚକ୍ର ନିର୍ଦ୍ଦେଶ ଦେଲେ ଗଣ୍ଡିର ମୁଣ୍ଡ ଅଲଗା ହେଲା 18 ଦିନ ମହାଭାରତ ଯୁଦ୍ଧ ଇଚ୍ଛା ଅଛି ଦେଖିବା ପାଇଁ ତମ୍ବ ଖୁଣ୍ଟରେ ବାନ୍ଧିଦେଲେ ହେଲେ ଏଇଠୁ ପୁରାଣ ବିମାନ ଛାଡ଼ିକି ଯାଇଥିଲା ବନ୍ଦ କରିବାକୁ ପଡିବ ତାପରେ ଏଇଠି 18 ଦିନ ଯୁଦ୍ଧ କଲା ଅଷ୍ଟାଦଶ ଦିବସ ଯୁଦ୍ଧରେ ଗଙ୍ଗା ଶିଷ୍ୟ ଗୋଟେ ରଥି ଆଉ 3 ପଦାତି ମିଶିଲେ ସବୁ ଯାକ ଗୋଟିଏ ପକ୍ଷୀ ଏତିକ ମିଶିଲେ ଗୋଟେ ପକ୍ଷୀ 3 ପକ୍ଷୀରେ ଗୋଟିଏ ସେନା ମୁଖ 3 ସେନା ମୁଖରୁ ଗୋଟିଏ ଗ୍ଲୁମ 3 ଗ୍ଲୁମରେ ଗୋଟିଏ ଗଣ 3 ଗଣରେ ଗୋଟେ ଚମ୍ବ 10 ଚମ୍ବରେ ଏକ ଅନିକିନି 10 ଅନିକିନିରେ ଗୋଟେ ସାର୍ କେତେ ମନେ ରଖିଛନ୍ତି ଘୋଷିବୁ ତ ନିଶ୍ଚିତ ରାବଣ କହିନଥିଲା ରାବଣ ଜନ୍ମ ହେଇଥିଲା ରାମକୁ ଯେତେବେଳେ କହିଲା ମୁଁ ଆଜିଠୁ ମୁଁ 56 ଘଣ୍ଟା ଯୁଗକୁ ପାଇକି ଆଇଛି ଆରେ 56 ଘଣ୍ଟା କେତେ ସତ୍ୟ ଯୁଗର ଆୟୁଷ ହଉଛି 17,28,000 ବର୍ଷ ତ୍ରେତୟା ଯୁଗର ହଉଛି 12,64,000 ବର୍ଷ ଦ୍ୱାପର ଯୁଗର ହଉଛି 8,64,000 ବର୍ଷ କଳି ଯୁଗର ଆୟୁଷ ହଉଛି 4,32,000 ସବୁ ଯାକ ମିଶେଇଲେ ସବୁଯାକ ମିଶେଇଲେ ଆୟୁଷ ହଉଛି ଗଣ୍ଡି ଏଇଭଳି 56 ଘଣ୍ଟା ଯୁଗକୁ ଆୟୁଷ ପାଇଲା ରାବଣ ଏପରେ ସେ ଅନରଣ୍ୟ ଦେବ ଆଡୁ ଜନ୍ମ ହେଇଛି ଅନରଣ୍ୟ ଦେବକୁ ମାରିଛି ରାବଣ ସେ ଭାବିଥିଲା ମୂଳରୁ ମାରିଦେବି ଆଉ ଚେର ରହିବନି କି ରାମ ଜନ୍ମ ହବନି ଚିନ୍ତା କରିଛି ସର୍ବପ୍ରଥମେ ଆଦି ନାରାୟଣ ତାଙ୍କ ପୁଅ ବ୍ରହ୍ମା ତାଙ୍କ ପୁଅ ମରିଚି ତାଙ୍କ ପୁଅ କଶ୍ୟପ ତାଙ୍କ ପୁଅ ସୂର୍ଯ୍ୟ ତାଙ୍କ ପୁଅ ଶ୍ରାଦ୍ଧଦେବ ତାଙ୍କ ପୁଅ ମନୁ ତାଙ୍କ ପୁଅ ବୈବସ୍ୱତ ତାଙ୍କ ପୁଅ ଇକ୍ଷ୍ୱାକୁ ତାଙ୍କ ପୁଅ ବିଭୂତି ତାଙ୍କ ପୁଅ କାକୁଶ ତାଙ୍କ ପୁଅ ଇନ୍ଦ୍ରବାହୁ ତାଙ୍କ ପୁଅ ଧୃଢାସ ତାଙ୍କ ପୁଅ କୃତାସ ତାଙ୍କ ପୁଅ ହର୍ଷସ ତାଙ୍କ ପୁଅ ପୁରୁକୋଷ ତାଙ୍କ ପୁଅ ଅନରଣ୍ୟ ତାଙ୍କ ପୁଅ ତଳେ ସମସ୍ତେ ଅନରଣ୍ୟଙ୍କ ପୁଅ ହଉଛି ତ୍ରିଶଙ୍କୁ ତାଙ୍କ ପୁଅ ହର୍ଷସ ତାଙ୍କ ପୁଅ ତ୍ରିଶଙ୍କୁ ତାଙ୍କ ପୁଅ ହରିଶ୍ଚନ୍ଦ୍ର ରୋହିତ ହାରିକ ଚମ୍ପ ଚମ୍ପୁ ସୁଦେବ ବିଜୟ ଭୁରୁକ ବୃକ ଶବର ଅସମେନ୍ଦ୍ର ଅଂଶୁମାନ ଦିଲ୍ଲୀପ ଭଦ୍ରତ ଶୀତନାଭ ସିନ୍ଧେଦୀପ ଅୟୁତ ନାରିକବଧ ଭୈରବୀର ଦଶରଥ ଋତୁପର୍ଣ୍ଣ ଅସ୍ମକ ମୂଳକ ତାଙ୍କ ପୁଅ ହଉଛନ୍ତି ଦିଲ୍ଲୀପ ତାଙ୍କ ପରେ ଆଉ କେହି ନାହାନ୍ତି ତାଙ୍କ ପରେ ମୁଁ ଦଶରଥ ରାମ ଆପଣ କଣ ରାମଚନ୍ଦ୍ରଙ୍କର ପୂର୍ବପୁରୁଷର ପୁରୋହିତ ଥିଲେ ବୋଧେ ତେଣୁ କହିବାର କଥା ଦେବାଳସନ ସହିତ ସାକ୍ଷାତ